ଆଜ୍ଞା ମୁଁ ନନ୍ଦୀଗାଁରୁ ଆସିଥିଲି କଟକ ବ୍ଲକ। ପାଣି ଆଜ୍ଞା ପିଇବା ପାଇଁ ବେଶୀ ଅସୁବିଧା ହେଉଛି। ପ୍ରାୟ 100-120 ଘର ଅଛନ୍ତି। ଆଉ ମେଗା ପ୍ରୋଜେକ୍ଟର ଯେଉଁ ପାଇପ୍ ଲାଇନ୍ ଦିଆହେଇଛି ନନ୍ଦୀଗାଁ ପାଇଁ ସେଇଟା ଦିଆହେଇନାହିଁ। ସେଇଟା ପାଇଁ ଆସିଥିଲୁ ବିଡ଼ିଓ ଆଜ୍ଞା ପାଇଁ। ବିଡ଼ିଓ ଆଜ୍ଞା ବି ନାହାନ୍ତି ଆଜି। ତେଣୁ ତାଙ୍କ ସଫା କମିଶନ ସହିତ କଥାବାର୍ତ୍ତା ହେଇକରି ଗଲୁ। ସେମାନେ କହିଲେ ଯେ ନାଇଁ ଗୋଟେ ମାସେ 2 ମାସ ଭିତରେ ପାଇପ୍ ଲାଇନ୍ ଦିଆଯାଇଯିବ। ପାଇପ୍ ଯାକ ସର୍ଟେଜ ହେଇଯାଇଛି। ଏହିସବୁ ବିଷୟରେ ଆମକୁ ଜଣାଇବେ। ମୁଁ ଘନଶ୍ୟାମ ବିଷୟ ଆଇନଜୀବୀ ପଟପାଡ଼ କୁସୁମୀ ପଞ୍ଚାୟତରୁ। ଆଉ ନନ୍ଦୀଗାଁ ଗ୍ରାମବାସୀ ଆସିଥିଲେ ଆଜ୍ଞା ଗୋଟେ 200 ଲୋକ। ତାଙ୍କର ମେଗା ପ୍ରୋଜେକ୍ଟରେ ପାଣି ପାଉନାହାନ୍ତି ବୋଲି ସେ ଆବେଦନ ଧରିକରି ଆସିଥିଲେ। ଆଉ ସରକାରୀ ନିର୍ବାହୀ ଯନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଦେଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଥିବାରୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ମହୋଦୟ ଲୋକଙ୍କୁ ମଧ୍ୟ ସାନ୍ତ୍ୱନା ଦେଲେ। ଆଉ ଖୁବ୍ ଶୀଘ୍ର ତାର ପ୍ରତିକାର କରାଯିବ ବୋଲି କହିଛନ୍ତି। ଆଉ ଗାଁର କେତେ ଗୁଡ଼ିଏ ରାସ୍ତା କାମ ମଧ୍ୟ ଦିଆହେଲା, ଯେଉଁଟାକି ଆମ ପଞ୍ଚାୟତର 2ଟା ଜାଗାରେ ଆସିନଥିଲା ମେଗା ପ୍ରୋଜେକ୍ଟ। ନନ୍ଦୀଗାଁ, ଉମରାପୁଣ୍ଡି ଆଉ କୁର୍ମାକୋଟ ଠାରୁ ନନ୍ଦୀଗାଁ ରାସ୍ତା, ନନ୍ଦୀଗାଁ ଠାରୁ ବଡ଼ନାଇଗୁଡ଼ା ରାସ୍ତା, ଗାର୍ଡୱାଲ ଏସବୁ ଦାବିପତ୍ର ଦିଆହେଇଛି। ଖୁବ୍ ଶୀଘ୍ର ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଯନ୍ତ୍ରୀ ମହୋଦୟ କହିଛନ୍ତି। ପାଇପ୍ ତ ଟୋଟାଲି ଆସିନାହିଁ ଆଜ୍ଞା, ବର୍ଷେ ହେଲା। ବର୍ଷେ କହି ସବୁ ଲୋକ ହଇରାଣ ହେଇଗଲେନି। ପାଇପ୍ ପକାଇବି ବୋଲି ସେ ଠକୁଛି, ବର୍ଷେ ହେଲାନି। ସେ ବିଷୟରେ ଆମେ ଆସିକିନା ଆଜି ଜଣାଉଛୁ। କଣ କହିଲେ ବ୍ଲକରେ? ଏଠି ତମର ପାଇପ୍ ଆଇବ ବୋଲି ସେ ଫୋନ କରିଥିଲା ସେ ଆଜ୍ଞା। ତମର ପାଇପ୍ ଆଇବ ବୋଲି ସେ କହୁଛି। ପାଣି ବି ଅସୁବିଧା ହଉଛି କେମିତି? ଟୋଟାଲି ଅସୁବିଧା ଅଛି ଆଜ୍ଞା ପାଣି। କଣ ଅସୁବିଧା ହଉଛି? କେମିତି ଅସୁବିଧା ହଉଛି? ପାଣି ଟୋଟାଲି ତ ଏବେ ଆଣ୍ଟି ଗଲାନି। କିଛି ପାଣି ପିଇବାକୁ ଲୋକ ବେଶୀ ହଇରାଣ ହଉଛନ୍ତି। ଗାଁରେ କେତେ ଘର ଅଛନ୍ତି? କେତେ ଲୋକ ଅଛନ୍ତି? 100+ ଅଛି ଆଜ୍ଞା ଗାଁରେ।